এইଟା ହେଉଛି ପ୍ରକୃତ ସତ କଥାଟି ଆପଣ କହିଲେ। ବାଘମାରୀ ପୋଲିସ ଷ୍ଟେସନରେ ଯେତିକି ଗୋଟେ ଥାନା ହେଲା ପରେ ଯେତିକି କର୍ମଚାରୀ ରହିବା କଥା, ଷ୍ଟାଫ୍ ରହିବା କଥା, ତାହା ବର୍ତ୍ତମାନ ନାହାନ୍ତି, ଯେଉଁଥିପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ଦୁର୍ଘଟଣାମାନ ଘଟି ଚାଲିଛି। ଏଇଟା ପ୍ରକୃତ କଥା କହିଛନ୍ତି। ସାଧାରଣ ଲୋକମାନେ ମଧ୍ୟ ନ୍ୟାୟ ପାଇବାରେ ବଞ୍ଚିତ ହେଉଛନ୍ତି, ଯଦି ଅଫିସର ନାହାନ୍ତି। ଏ ସମ୍ପର୍କରେ ମୁଁ ଗତ ବିଧାନସଭାରେ ମଧ୍ୟ ଆଲୋଚନା କରିଥିଲି, ପ୍ରଶ୍ନ ମଧ୍ୟ କରିଥିଲି। ଖାଲି ବାଘମାରୀ ନୁହେଁ, ଆମ ଜିଲ୍ଲାର ଅନେକ ସବ୍ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, କନଷ୍ଟେବଳ ଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ଅନେକ ପଦବୀ ଖାଲି ଅଛି। ସରକାର ମଧ୍ୟ ଜଣାଉଛନ୍ତି, କିନ୍ତୁ ତାହା ପୂରଣ କରୁନାହାନ୍ତି। ଏବେ ଡିସ୍କସନ୍ କରିବା ସମୟରେ ଅନେକ ନୂଆ ଇନ୍ସପେକ୍ଟର ନିଯୁକ୍ତି ପାଇଛନ୍ତି। ଆରେ ଇନ୍ସପେକ୍ଟର ଆସିଲେ କ'ଣ ହେବ? ତାଙ୍କ ସହଯୋଗୀ ସବ୍ ଇନ୍ସପେକ୍ଟର, ଏସ୍ଆଇ, କନଷ୍ଟେବଳ, ହାବିଲଦାର ଏମାନେ ଆବଶ୍ୟକତା ଅଛି, ଗ୍ରାମରକ୍ଷୀଙ୍କର ଆବଶ୍ୟକତା ଅଛି। ତେଣୁ ବହୁତ କମ୍ ସଂଖ୍ୟକ ପୋଲିସ ଅଫିସର ଅଛନ୍ତି ବାଘମାରୀ ଥାନାରେ। ଏହା ନିଃସନ୍ଦେହ, ଏହା ସତ୍ୟ ଘଟଣା। ଆମେ ମଧ୍ୟ ଆଗରୁ ବହୁବାର ଦାବି କରିଛୁ, ଏବେ ମଧ୍ୟ ଦାବି କରୁଛୁ। ଅଧିକାରୀମାନେ ରୁହନ୍ତୁ, ଷ୍ଟାଫ୍ ରୁହନ୍ତୁ, ସହଯୋଗୀ ଷ୍ଟାଫ୍, ତାହେଲେ ହୁଏତ ସାଧାରଣ ଲୋକ ଗଲା ପରେ କି ସାଧାରଣ ଲୋକମାନେ ଯେଉଁମାନେ ଅମଣିଷମାନେ, ଓଭରଟେକ୍ ଯାଉଥିବା ମଣିଷମାନେ ଟିକେ ଡର ରହିବ। ଆଉ ପୋଲିସ ନଥିଲେ କିଏ କାହାକୁ ଡରିବ? ସେ ଅବସ୍ଥା ଘଟୁଛି ବର୍ତ୍ତମାନ।